ଗପଟିର ନାଁ ହେଉଛି ଗଛ ସାକ୍ଷୀ। ଅନେକ ଦିନର ତଳର କଥା। ଜଣେ ଲୋକ ତୀର୍ଥଯାତ୍ରା କରି ଯିବ ବୋଲି ନିଜର ଜଣେ ବନ୍ଧୁ ପାଖରେ ଗୋଟିଏ ମୋହର ଥଳି ଆଣି ରଖିଦେଇ ଗଲା। କିଛି ଦିନ ପରେ ତୀର୍ଥଯାତ୍ରାରୁ ଫେରି ସେ ବନ୍ଧୁ ନିକଟରେ ପହଞ୍ଚିଲା। କିନ୍ତୁ ବନ୍ଧୁକୁ ମୋହର ମାଗିବାରୁ ସେ ରାଗିଯାଇ କହିଲା, ତୋ ମୁଣ୍ଡ ଖରାପ ହୋଇଯାଇଛି ନା କ'ଣ? ତୁ ପୁଣି ମୋତେ ମୋହର ଥଳି କେଉଁଦିନ ଦେଇଥିଲୁ? ଚନ୍ଦ୍ରନାଥ ଏକଥା ଶୁଣି ଅବାକ୍। 100ଟି ମୋହର ଭରା ଥିବା ଗୋଟିଏ ଥଳି ସେ ତା'ର ବନ୍ଧୁ ସୀତାକାନ୍ତକୁ ଦେଇ ଯାଇଥିଲା। ବର୍ତ୍ତମାନ କ'ଣ କରିବ? ଚନ୍ଦ୍ରନାଥ ମନେ ମନେ ଠିକ୍ କଲା ସହରକୁ ଯାଇ ଏକଥା କାଜୀଙ୍କ ଆଗରେ ନାଲିଶ କରିବ। ପରଦିନ ସହରକୁ ଆସି ଚନ୍ଦ୍ରନାଥ କାଜୀଙ୍କୁ ସବୁ କଥା ଶୁଣାଇଲା। କାଜୀ ସଙ୍ଗେ ସଙ୍ଗେ ସୀତାକାନ୍ତଙ୍କୁ ଡକାଇ ପଠାଇଲେ। କାଜୀ ପଚାରିଲେ, ତୁମେ ତାଙ୍କ ଥଳି ଫେରାଉନାହ କାହିଁକି? ସୀତାକାନ୍ତ କହିଲା, ହଜୁର, ସେ ମିଛ କହୁଛି। କୌଣସି ଥଳି ସେ ମୋତେ ଦେଇନାହିଁ। ବିନା ପ୍ରମାଣପତ୍ରରେ ସେ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛି। କାଜୀ ଚନ୍ଦ୍ରନାଥକୁ ପ୍ରଶ୍ନ କଲେ, ତୁମେ ତାଙ୍କୁ ମୋହର ଥଳି ଦେଇଛ? ତା'ର କେହି ସାକ୍ଷୀ ଅଛି? ଚନ୍ଦ୍ରନାଥ କହିଲା, କେବଳ ଭଗବାନଙ୍କ ବ୍ୟତୀତ ମୋର ଅନ୍ୟ କେହି ସାଥୀ ନାହାନ୍ତି ହଜୁର। ଆଚ୍ଛା, ତମେ ଚିନ୍ତା କରି କୁହ, ଥଳି ଦେଲାବେଳେ ଇଏ କେଉଁଠି ଥିଲେ? ଚନ୍ଦ୍ରନାଥ ଉତ୍ତର ଦେଲା, ହଜୁର, ସେ ସେତେବେଳେ ଇଏ ଗୋଟାଏ କଦଳୀ ଗଛ ତଳେ ଏକା ବସିଥିଲେ। ତାହେଲେ କେହି ସାକ୍ଷୀ ନାହିଁ ବୋଲି କହୁଛ କାହିଁକି? ମୁଁ ମିଛ କହୁନି ହଜୁର। କାଜୀ କହିଲେ, ଶୁଣ, ତୁମର ସାକ୍ଷୀ ସେଇ କଦଳୀ ଗଛ। ଯାଅ, ସେଇ ଗଛକୁ ସାକ୍ଷୀ ଦେବା ଲାଗି ଡାକି ଆଣ। ସୀତାକାନ୍ତ ମନେ ମନେ ହସିଲା। କହିଲା, ଗଛଟା ପୁଣି ସାକ୍ଷୀ ହୋଇ ଆସିବ? କାଜୀଙ୍କ ବୁଦ୍ଧି ଭ୍ରଷ୍ଟ ହୋଇଗଲାଣି ନା କ'ଣ? ଚନ୍ଦ୍ରନାଥ କହିଲା, ହଜୁର, ସେଇ ଗଛ ଏଠିକି କେମିତି ଆସିବ? କାଜୀ ତାକୁ ନିଜର ମୋହର ଦେଇ କହିଲେ, ଏଇ ନିଅ ମୋ ମୋହର। ଦେଖିବା ମାତ୍ରକେ ଗଛ ନିଶ୍ଚୟ ଚାଲି ଆସିବ। ଯାଅ। କାଜୀଙ୍କ ଠାରୁ ମୋହର ନେଇ ଚନ୍ଦ୍ରନାଥ ଖୁବ୍ ଚିନ୍ତିତ ହୋଇ ଚାଲି ଆସିଲା। ମନେ ମନେ ଭାବୁଥାଏ, ଇଏ କି ଆଶ୍ଚର୍ଯ୍ୟ କଥା, ଗଛଟା ପୁଣି ସାକ୍ଷୀ ହୋଇ ଆସିବ କେମିତି? ଏ ବିଚିତ୍ର ମକଦ୍ଦମା ଦେଖିବା ପାଇଁ ବହୁ ଲୋକ ଏକାଠି ହୋଇଥାନ୍ତି। କିଛି ସମୟ ପରେ
କାଜୀ ସାହେବ ସୀତାକାନ୍ତଙ୍କୁ ଡାକି ପ୍ରଶ୍ନ କଲେ, ଆଚ୍ଛା, ତୁମ ବନ୍ଧୁ ବର୍ତ୍ତମାନ ସୁଦ୍ଧା ସେଇ ଗଛ ପାଖରେ ପହଞ୍ଚି ସାରିବେଣି ନା ନାହିଁ? ସୀତାକାନ୍ତ ବିନୟ ଭରା କଣ୍ଠରେ କହିଲା, ନା ହଜୁର, ସେ ବର୍ତ୍ତମାନ ଅଧା ରାସ୍ତାରେ ହୋଇଥିବ। କିଛି ସମୟ ଅତିବାହିତ ହୋଇଗଲା। ଚନ୍ଦ୍ରନାଥ ଧଇଁସଇଁ ହୋଇ ଫେରିଆସି ମନ ଦୁଃଖରେ କହିଲା, ହଜୁର, ସେଇ ଗଛ ମୋ କଥା ଆଦୌ ଶୁଣିଲାନି। ଆପଣ ମୋହର ଦେଖାଇଲି, କିନ୍ତୁ କାଜୀ ମୃଦୁ ହସି କହିଲେ, ତୁମେ ବ୍ୟସ୍ତ ହୁଅ ନା। ତୁମର ଯିବା ପରେ ଗଛ ଏଠାକୁ ଆସି ସାକ୍ଷ୍ୟ ଦେଇ ଚାଲିଯାଇଛି। କେମିତି? କାଜୀଙ୍କ କଥା ଶୁଣି ସମସ୍ତେ ଉପସ୍ଥିତ ଥିବା ଅବାକ୍ ହୋଇଗଲେ। ସୀତାକାନ୍ତ କହି ଉଠିଲା, ହଜୁର, ଏତେ ବଡ଼ ମିଛ କୁହନ୍ତୁନି। ଆମେ ସମସ୍ତେ ଏଠାରେ ଅଛୁ। କୌଣସି ଗଛ ଏଠିକି ଆସିଲା କେତେବେଳେ? କାଜୀ ସାହେବ ଗମ୍ଭୀର କଣ୍ଠରେ କହିଲେ, ସୀତାକାନ୍ତ, ଅସଲରେ ତୁମେ ହିଁ ନିଜେ ସାକ୍ଷ୍ୟ ଦେଇଛ। ମୁଁ ନା, ହଁ, ଚନ୍ଦ୍ରନାଥ ଯିବା ପରେ ମୁଁ ତୁମକୁ ସେ ପହଞ୍ଚି ସାରିବେଣି କି ନାହିଁ ବୋଲି ପଚାରିଥିଲି। ଅଧା ରାସ୍ତାରେ ଚନ୍ଦ୍ରନାଥ ହୋଇଥିବ ବୋଲି ତୁମେ କହିଲ, ନୁହେଁ? ଆଚ୍ଛା, ତୁମେ ସେଇ ଗଛକୁ ଦେଖିନ ଯେତେବେଳେ କେତେ ଦୂରରେ ବୋଲି କେମିତି ଜାଣିଲ? ବର୍ତ୍ତମାନ ଭଲରେ ଚନ୍ଦ୍ରନାଥଙ୍କ ମୋହର ଥଳି ଫେରାଇ ଦିଅ, ନହେଲେ ଚାବୁକ ମାରି ଦେହରୁ ଝାଳ ବାହାର କରିଦେବି। ଯାହା ହେଉ, ବିନା ସାକ୍ଷ୍ୟ ପ୍ରମାଣରେ କାଜୀ ନ୍ୟାୟ ବିଚାର କଲେ। ସୀତାକାନ୍ତ କାନମୁଣ୍ଡା ଆଉଁସି ମୋହର ଥଳି ଆଣି ଦେଇ ଗଲା। ଚନ୍ଦ୍ରନାଥ କାଜୀଙ୍କୁ ଧନ୍ୟବାଦ ଦେଇ ଖୁସି ହୋଇ ଘରକୁ ଫେରିଲେ। ପିଲାମାନେ, ଗପଟି ତୁମକୁ ନିଶ୍ଚୟ ଭଲ ଲାଗିଥିବ ନା? ଆଚ୍ଛା, ହଉ, ଠିକ୍ ଅଛି। ତାହେଲେ ମୁଁ ପୁଣି ତୁମମାନଙ୍କ ପାଇଁ ଆଉ ଗୋଟିଏ ନୂଆ ଏବଂ ଶିକ୍ଷଣ ଗପ ନେଇକି ଆସିବି। ଆଜି ପାଇଁ ରହିଲି ପିଲାମାନେ। ଧନ୍ୟବାଦ ପିଲାମାନେ।